Welcome to our class Deep Insights. Today we are discussing about education honors second semester unit 2 socialization. ତାପରେ ଆମେ ଡିସ୍କସନ୍ କରିବା। ତ ଏକ ସମାଜ ବା ସମୂହରେ ଦେଖା ଦେଉଥିବା ଶିକ୍ଷଣୀୟ ପ୍ରକ୍ରିୟାକୁ ସାମାଜିକୀକରଣ କୁହାଯାଏ। ସମାଜରେ ଅନ୍ୟମାନଙ୍କ ସହିତ ବାସ କରି ଅସହାୟ ମାନବ ଶିଶୁ ସାମାଜିକ ଚାଲିଚଳଣି ଆଦି ଶିକ୍ଷା କରିବା ସହିତ ଧୀରେ ଧୀରେ ଏକ ସାମାଜିକ ପ୍ରାଣୀରେ ପରିଣତ ହୁଏ। ଏହି ଗଠନ ପ୍ରକ୍ରିୟାକୁ ହିଁ ସାମାଜିକୀକରଣ କୁହାଯାଏ। ଏହି ପ୍ରକ୍ରିୟା ଦୁଇଟି ସ୍ତରରେ ସମ୍ପାଦିତ ହୋଇଥାଏ। ସେଗୁଡ଼ିକ ହେଲା ଅନ୍ତଃକରଣ ଓ ଅନ୍ତଃକ୍ରିୟା। ମାକାଇଭରଙ୍କ ମତରେ ସାମାଜିକୀକରଣର ଅର୍ଥ ଦେଖିବା। ସାମାଜିକୀକରଣ ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ କି ସାମାଜିକ ପ୍ରାଣୀ ପରସ୍ପର ମଧ୍ୟରେ ବ୍ୟାପକ ଓ ଗଭୀର ସମ୍ପର୍କ ସ୍ଥାପନ କରିଥାନ୍ତି। ସେମାନେ ପରସ୍ପର ଉପରେ ବାଧ୍ୟ ହୋଇ ଅଧିକ ନିର୍ଭରଶୀଳ ହୋଇଥାନ୍ତି। ସେମାନେ ସେମାନଙ୍କର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ୱକୁ ଅନ୍ୟମାନଙ୍କ ପାଇଁ ପ୍ରସାର କରିଥାନ୍ତି। ଡେଫିନେସନ୍ ଅଫ୍ ସୋସିଆଲାଇଜେସନ୍ ସାମାଜିକୀକରଣର ସଂଜ୍ଞା ଅକବରଙ୍କ ମତରେ ସାମାଜିକୀକରଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ୱାରା ବ୍ୟକ୍ତି ସମୂହର ପ୍ରତିମାନକୁ ମାନିବାକୁ ଶିକ୍ଷା କରିଥାଏ। A.W. ଗ୍ରୀନଙ୍କ ମତରେ ସାମାଜିକୀକରଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ୱାରା ଶିଶୁ ସାଂସ୍କୃତିକ ବିଷୟବସ୍ତୁ ସହିତ ଆତ୍ମତ୍ୱ ଓ ବ୍ୟକ୍ତିତ୍ୱ ଆହରଣ କରିଥାଏ। ଦେନ୍ ଆସୁଛି ସାମାଜିକୀକରଣର ସିଦ୍ଧାନ୍ତ ଥିଓରିଜ୍ ଅଫ୍ ସୋସିଆଲାଇଜେସନ୍। ଏକ ସାମୂହିକ ପରିସ୍ଥିତିରେ ସଂଗଠିତ ହେଉଥିବା ଶିକ୍ଷା ଆହରଣ ପ୍ରକ୍ରିୟାକୁ ହିଁ ସାମାଜିକୀକରଣ କୁହାଯାଏ। ସ୍ୱୟଂର ବିକାଶ ହେଉଛି ସାମାଜିକୀକରଣ ପ୍ରକ୍ରିୟାର କେନ୍ଦ୍ର ବା ମୁଖ୍ୟ। ସ୍ୱୟଂ ବା ସେଲ୍ଫର ବିକାଶ ଏବଂ ସାମାଜିକୀକରଣ ସମ୍ପର୍କୀୟ ମତବାଦକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ପ୍ରଥମତଃ ସଂରଚନାତ୍ମକ ସିଦ୍ଧାନ୍ତ ବା ମତବାଦ ଷ୍ଟ୍ରକ୍ଚରାଲ ଥିଓରି, ସାମାଜିକ ମନସ୍ତାତ୍ତ୍ୱିକ ସିଦ୍ଧାନ୍ତ ବା ମତବାଦ ସୋସିଓ ସାଇକୋଲୋଜିକାଲ ଥିଓରି, ସାମାଜିକ ଜୈବିକ ସିଦ୍ଧାନ୍ତ ବା ମତବାଦ ସୋସିଓ ବାୟୋଲୋଜିକାଲ ଥିଓରି। ପ୍ରଥମେ ଆମେ ଦେଖିବା ସଂରଚନାତ୍ମକ ସିଦ୍ଧାନ୍ତ ବା ମତବାଦ ଷ୍ଟ୍ରକ୍ଚରାଲ ଥିଓରି। ଇମାଇଲ ଦୁର୍ଖେଇମ ଏହି ମତବାଦର ମୁଖ୍ୟ ପୃଷ୍ଠପୋଷକ ଅଟନ୍ତି। ଏହି ମତବାଦ ଅନୁସାରେ ବ୍ୟକ୍ତି ସାମାଜିକ ଅନୁଷ୍ଠାନ ଅନୁସାରେ କାର୍ଯ୍ୟ ବା ଆଚରଣ କରିଥାଏ। ସାମାଜିକ ମନସ୍ତାତ୍ତ୍ୱିକ ସିଦ୍ଧାନ୍ତ ବା ମତବାଦ ସୋସିଓ ସାଇକୋଲୋଜିକାଲ ଥିଓରି। ଏହି ମତବାଦର ପୃଷ୍ଠପୋଷକମାନେ ମୁଖ୍ୟତଃ ସ୍ୱୟଂ ବା ସେଲ୍ଫର ବିକାଶରେ ସାମାଜିକୀକରଣର ଭୂମିକା ଆଲୋଚନା କରିଛନ୍ତି। ଏହି ମତବାଦର ପ୍ରମୁଖ ପୃଷ୍ଠପୋଷକମାନେ ମୁଖ୍ୟତଃ ସ୍ୱୟଂ ବା ସେଲ୍ଫର ବିକାଶରେ ସାମାଜିକୀକରଣର ଭୂମିକାକୁ ଆଲୋଚନା କରିଛନ୍ତି। ପୃଷ୍ଠପୋଷକମାନେ ହେଲେ C.H. କୁଲେ, G.H. ମିଡ୍। ଏମାନଙ୍କ ମତରେ ସ୍ୱୟଂ ବା ସେଲ୍ଫର ଅର୍ଥ ହେଉଛି ମୁଁ, ମୋତେ, ମୁଁ ଆଇ, ମୋତେ ମି। ସେମାନଙ୍କ ମତରେ ସ୍ୱୟଂ ବା ସେଲ୍ଫର ଧାରଣା ପିଲା ମନରେ କେବଳ ସାଧାରଣ ବିକାଶ ପ୍ରକ୍ରିୟାର ଏକ ଫଳ ଭାବେ ବିକଶିତ ହୋଇନଥାଏ, ବରଂ ଏହା ଅନ୍ୟ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ଓ ଯୋଗାଯୋଗ ଯୋଗୁଁ ବିକଶିତ ହୋଇଥାଏ। ଗାର୍ଡନ ମର୍ଫିଙ୍କ ମତରେ ସ୍ୱୟଂ ହେଉଛି ଜଣେ ବ୍ୟକ୍ତି ଯାହା ସେହି ବ୍ୟକ୍ତିକୁ ଜଣାଥାଏ। ଆକର୍ଡିଂ ଟୁ ଗାର୍ଡନର ମର୍ଫି, ସେଲ୍ଫ ଇଜ୍ ଦି ଇଣ୍ଡିଭିଜୁଆଲ ଆଜ୍ ନୋନ୍ ଟୁ ଦି ଇଣ୍ଡିଭିଜୁଆଲ। ସଚେତନ ବା ଅସଚେତନ ଭାବେ ଜଣେ ବ୍ୟକ୍ତି ନିଜ ପ୍ରତି ଯାହା ଧାରଣା କରିଥାଏ ତାହା ହିଁ ସେହି ବ୍ୟକ୍ତିର ସ୍ୱୟଂ ବା ସେଲ୍ଫ। ତେଣୁ ସ୍ୱୟଂ ଏକ ସାମାଜିକ ଉତ୍ପାଦ ଅଟେ। କୁଲେଙ୍କ ସ୍ୱୟଂ ବିକାଶ ସିଦ୍ଧାନ୍ତ କୁଲେଜ ସେଲ୍ଫ ଡେଭଲପମେଣ୍ଟ ଥିଓରି। ପ୍ରଥମେ ଆସୁଛି ଚାର୍ଲସ ହଟନ କୁଲେଙ୍କ ସ୍ୱୟଂ ବା ସେଲ୍ଫ ବିକାଶ ସିଦ୍ଧାନ୍ତ ମୁଖ୍ୟତଃ ସ୍ୱୟଂ ଦର୍ଶନ କାଚ ସିଦ୍ଧାନ୍ତ ଲୁକିଂ ଗ୍ଲାସ ସେଲ୍ଫ ଥିଓରି ଭାବେ ପରିଚିତ। କୁଲେଙ୍କ ମତରେ ସେଲ୍ଫ ବା ସ୍ୱୟଂ ସମ୍ପ୍ରତ୍ୟୟ ଏକ କ୍ରମ ବା ଧୀର ଓ ଜଟିଳ ପ୍ରକ୍ରିୟା ଦ୍ୱାରା ବିକଶିତ ହୋଇଥାଏ ଯାହାକି ଜୀବନ ତମାମ ଚାଲିଥାଏ।
କୁଲେଙ୍କ ମତରେ ଯେତେବେଳେ ଆମେ ସ୍ୱୟଂ କଥା କହୁ ବା ଯେତେବେଳେ ଆମେ ମୁଁ, ମି, ମୋର, ମୁଁ ନିଜେ ଆଦି ଶବ୍ଦ ବ୍ୟବହାର କରୁ, ସେତେବେଳେ ବ୍ୟକ୍ତି ଅନ୍ୟମାନଙ୍କଠାରୁ ନିଜର ସ୍ୱୟଂକୁ ପୃଥକ କରିଥାଏ। ସ୍ୱୟଂ ସମ୍ବନ୍ଧୀୟ ଧାରଣା ଅନ୍ୟମାନଙ୍କ ପ୍ରତିକ୍ରିୟାରୁ ଶିକ୍ଷା କରାଯାଇଥାଏ। ଅନ୍ୟମାନଙ୍କ ପ୍ରତିକ୍ରିୟା ବା ମତରୁ ସ୍ୱୟଂ ବା ସେଲ୍ଫର ପ୍ରକୃତିକୁ ଆବିଷ୍କାର କରିବାର ପ୍ରତିକ୍ରିୟାକୁ କୁଲେ ଲୁକିଂ ଗ୍ଲାସ୍ ସେଲ୍ଫ ବା ଆତ୍ମଦର୍ଶନ କାଚ ନାମ ପ୍ରଦାନ କରିଛନ୍ତି। ଆତ୍ମଦର୍ଶନ କାଚ ଲୁକିଂ ଗ୍ଲାସ୍ ସେଲ୍ଫର ସରଳ ଅର୍ଥ ହେଉଛି ଅନ୍ୟମାନଙ୍କ ଆଖିରେ ଆମେ କିପରି ନିଜକୁ ଦେଖୁ। ସ୍ୱୟଂ ବା ସେଲ୍ଫର ଗଠନ ସ୍ତର ଷ୍ଟେଜେସ୍ ଅଫ୍ ଫର୍ମେସନ୍ ଅଫ୍ ସେଲ୍ଫ। କୁଲେଙ୍କ ମତରେ ସ୍ୱୟଂ ଦର୍ଶନ କାଚ ଗଠନ ପ୍ରକ୍ରିୟା ମୁଖ୍ୟତଃ 3ଟି ସ୍ତର ଦେଇ ଗତି କରିଥାଏ। ଆମେ କିପରି ଅନ୍ୟମାନଙ୍କୁ ଦେଖାଯାଉଛୁ ସେ ସମ୍ବନ୍ଧରେ ଆମର ଧାରଣା ବା କଳ୍ପନା, ଆମେ କିପରି ଦିଶୁଛୁ ସେ ସମ୍ବନ୍ଧରେ ସେମାନଙ୍କର ନିଷ୍ପତ୍ତି ପ୍ରତି ଆମ ଧାରଣା, ସେମାନଙ୍କ ନିଷ୍ପତ୍ତି ପ୍ରତି ଆମର ଧାରଣା ବା ଭାବନା। ଦେନ୍ ଆସୁଛି ଜି.ଏଚ୍. ମିଡ୍ଙ୍କ ସିଦ୍ଧାନ୍ତ ଥିଓରି ଅଫ୍ ଜି.ଏଚ୍. ମିଡ୍। ସ୍ୱୟଂ ବା ସେଲ୍ଫ ହେଉଛି ମୁଁ, ଆଇ ଓ ମତେ ମିର ମିଶ୍ରଣ। ପ୍ରଖ୍ୟାତ ଆମେରିକୀୟ ଦାର୍ଶନିକ ଏବଂ ସାମାଜିକ ମନସ୍ତତ୍ତ୍ୱ ବିଜ୍ଞାନୀ ଜର୍ଜ ହର୍ବର୍ଟ ମିଡ୍ ସେଲ୍ଫ ବା ସ୍ୱୟଂ ସମ୍ବନ୍ଧରେ ନିଜର ଧାରଣାକୁ ବିକଶିତ କରିଛନ୍ତି। ମିଡ୍ ସ୍ୱୟଂର ଦୁଇ ଅଂଶ ସଂରଚନାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି, ଯାହାକି ମୁଁ, ଆଇ ଏବଂ ମତେ ମି ଶବ୍ଦ ଦ୍ୱାରା ପ୍ରତିନିଧିତ୍ୱ ହୋଇଥାଏ। ସେ ଶିଶୁ ବିକାଶର ସମୁଦାୟ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ବର୍ଣ୍ଣନା କରିଛନ୍ତି ଏବଂ ବୁଝାଇବାକୁ ପ୍ରୟାସ କରିଛନ୍ତି ଯେ କିପରି ପିଲାମାନେ ମୁଁ, ଆଇ ଏବଂ ମତେ ମି ସମ୍ପ୍ରତ୍ୟୟକୁ ବ୍ୟବହାର କରିବା ପାଇଁ ଶିକ୍ଷା କରିଛନ୍ତି। ତାଙ୍କ ମତରେ ମୁଁ, ଆଇ ହେଉଛି ଅନ୍ୟମାନଙ୍କ ପାଇଁ ବ୍ୟକ୍ତିର ତତ୍କାଳ ପ୍ରତିକ୍ରିୟା। ଏହା ହେଉଛି ସ୍ୱୟଂ ବା ସେଲ୍ଫର ଭବିଷ୍ୟତ ଗଣନା ଅସମ୍ଭବ ଏବଂ ସୃଜନାତ୍ମକ ଦିଗ। ମୁଁର କ୍ରିୟା କ'ଣ ହେବ ତାହା ଲୋକମାନେ ଆଗୁଆ ଜାଣିନଥାନ୍ତି। ଗିଡେନ୍ସଙ୍କ ମତରେ ମୁଁ ହେଉଛି ଅଣ-ସାମାଜିକୀକୃତ ଶିଶୁ ଯାହାକି କେତେକ ସ୍ୱତଃସ୍ଫୂର୍ତ୍ତ ଇଚ୍ଛା ବା କାମନାକୁ ନେଇ ଗଠିତ। ମୁଁ, ଆଇ, ମତେ ମି ବିରୁଦ୍ଧରେ ପ୍ରତିକ୍ରିୟା ପ୍ରକାଶ କରେ। ଏହି ମି ଅନ୍ୟମାନଙ୍କ ଧାରଣାକୁ ନେଇ ଗଠିତ, ଯାହାକୁ ଶିଶୁ ଗ୍ରହଣ କରି ନିଜର କରିଥାଏ। ମି ହେଉଛି ସାଧାରଣ ଅନ୍ୟମାନଙ୍କଠାରୁ ଗ୍ରହଣ କରିବା, ଯାହାକି ମିଡ୍ଙ୍କ ଅନୁସାରେ ସୋସିଆଲ ସେଲ୍ଫ ବା ସାମାଜିକ ସ୍ୱୟଂ ଅଟେ। ଅନ୍ୟମାନେ ତାକୁ କିପରି ଦେଖୁଛନ୍ତି ସେହିପରି ସେ ନିଜକୁ ଦେଖି ତା ମଧ୍ୟରେ ଆତ୍ମ-ସଚେତନତା ବିକାଶ ଅଟେ। ମୁଁ ବା ଆଇର ବିପରୀତ ଭାବେ ଲୋକମାନେ ମି ସମ୍ବନ୍ଧରେ ସଚେତନ ଅଟନ୍ତି। ଏହି ମି ସଚେତନ ଦାୟିତ୍ୱବୋଧକୁ ଜଡ଼ିତ କରିଥାଏ। ଏହି ମି ଦ୍ୱାରା ସମାଜ ସାମାଜିକ ନିୟନ୍ତ୍ରଣ ପ୍ରକାରରେ ବ୍ୟକ୍ତି ଉପରେ ପ୍ରଭୁତ୍ୱ ବିସ୍ତାର କରିଥାଏ। ମିଡ୍ ଭୂମିକା ଗ୍ରହଣ ଏବଂ ଭୂମିକା ନିର୍ବାହ ରୋଲ୍ ପ୍ଲେଇଂ ସମ୍ପ୍ରତ୍ୟୟ ମାଧ୍ୟମରେ ତାଙ୍କ ମତକୁ ବୁଝାଇବାକୁ ପ୍ରୟାସ କରିଛନ୍ତି। ତାହେଲେ ମିଡ୍ ଭୂମିକା ଗ୍ରହଣ ରୋଲ୍ ଟେକିଂ ଆଣ୍ଡ ରୋଲ୍ ପ୍ଲେଇଂ ମାଧ୍ୟମରେ ତାଙ୍କ ମତକୁ ବୁଝାଇବାକୁ ପ୍ରୟାସ କରିଛନ୍ତି। ମାନବ ଶିଶୁ ଅନ୍ୟର ଭୂମିକା ଗ୍ରହଣ ବା ଭୂମିକା ନିର୍ବାହ ମାଧ୍ୟମରେ ସେ ନିଜକୁ କେଉଁ ଭୂମିକା ସହ ପରିଚିତ କରାଇଥାଏ। ଉଦାହରଣ କ'ଣ ଦେଲା, ଯେତେବେଳେ ଜଣେ ମାନବ ଶିଶୁ ଶିକ୍ଷକର ଭୂମିକା ଖେଳେ ସେତେବେଳେ ଏହି ଖେଳ ମାଧ୍ୟମରେ ସେ ନିଜକୁ ଶିକ୍ଷକର ଭୂମିକା ସହିତ ପରିଚିତ କରାଇଥାଏ। ଏହି ପ୍ରକ୍ରିୟାରେ ଉଭୟ ଭୂମିକା ଗ୍ରହଣ ଓ ଭୂମିକା ନିର୍ବାହ ଜଡ଼ିତ ହୋଇଥାଏ। ମିଡ୍ଙ୍କ ସିଦ୍ଧାନ୍ତରେ ସାଧାରଣ ଅନ୍ୟମାନେ ଜେନେରାଲାଇଜ୍ଡ ଅଦର୍ସ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ସାଧାରଣ ଅନ୍ୟମାନେ ସମୂହ ବା ସମୁଦାୟ ଆଦିଙ୍କୁ ଅନ୍ତର୍ଭୁକ୍ତ କରିଥାନ୍ତି। ପରିବାର ବାହାରକୁ ଆସିଲେ ମାନବ ଶିଶୁର ଅନ୍ତଃକ୍ରିୟା ପରିସର ପ୍ରସାରିତ ହୋଇଥାଏ।
ତାପରେ ଆସୁଛି ସ୍ୱୟଂ ବିକାଶର ସ୍ତର ଫେଜେସ୍ ଅଫ୍ ଦି ଡେଭଲପମେଣ୍ଟ ଅଫ୍ ସେଲ୍ଫ। ତ ମିଡଙ୍କ ମତରେ ଫେଜେସ୍ ଅଫ୍ ଦି ଡେଭଲପମେଣ୍ଟ ଅଫ୍ ସେଲ୍ଫର ଦେଖିବା କୋଉ ଭାଗରେ ଡିଭାଇଡ କରିଛନ୍ତି। ତ ମିଡ୍ ସ୍ୱୟଂ ବା ସେଲ୍ଫର ଉତ୍ପତ୍ତିକୁ ଶିଶୁ ବିକାଶର 2 ସ୍ତର ମଧ୍ୟରେ ଦେଖିଛନ୍ତି। ତାହେଲେ 2ଟା ସ୍ତର ମାଧ୍ୟମରେ ସ୍ୱୟଂ ବା ସେଲ୍ଫର ଉତ୍ପତ୍ତି ଆଉ ଶିଶୁର ବିକାଶର 2ଟା ସ୍ତରରେ ହୋଇଥାଏ। ତ ପ୍ଲେ ଷ୍ଟେଜ ଗୋଟେ, ଗେମ୍ ଷ୍ଟେଜ ଗୋଟେ। ତ ପ୍ଲେ ଷ୍ଟେଜରେ କଣ ହୁଏ? ଏହି ସ୍ତରରେ ଶିଶୁ ବା ଯୁବା ପିଲା ମାନେ ତାଙ୍କ ଚତୁଃପାର୍ଶ୍ୱରେ ଥିବା ଲୋକମାନଙ୍କର କ୍ରିୟାକୁ ଅନୁକରଣ କରି ଏକ ସାମାଜିକ ବ୍ୟକ୍ତି ଭାବରେ ବିକାଶ ଲାଭ କରିଥାନ୍ତି। ସେମାନଙ୍କ ଖେଳରେ ଯାହା ଯୁବକମାନେ କରନ୍ତି ଛୋଟ ପିଲାମାନେ ତାକୁ ଅନୁକରଣ କରିଥାନ୍ତି। ତାର ପ୍ଲେ ଷ୍ଟେଜରେ ଏଇଆ ହୁଏ। ଦେନ୍ ଆସୁଛି ଗେମ୍ ଷ୍ଟେଜରେ। ମିଡଙ୍କ ମତରେ ଶିଶୁ ବିକାଶର ଏହି ପରବର୍ତ୍ତୀ ସ୍ତର ହେଉଛି 8 କିମ୍ବା 9 ବର୍ଷରେ ଦେଖାଯାଇଥାଏ, ଯେତେବେଳେ କି ଶିଶୁଟି ସଂଗଠିତ ଖେଳରେ ଅଂଶଗ୍ରହଣ କରିବା ଆରମ୍ଭ କରିଥାଏ। ମିଡଙ୍କ ମତରେ ଶିଶୁଟି ଏହି ସ୍ତରରେ ସାଧାରଣ ମୂଲ୍ୟବୋଧ ଏବଂ ନୈତିକ ନିୟମ ଆଦିକୁ ଶିକ୍ଷା କରିବା ଆରମ୍ଭ କରିଥାଏ। ଏହି ସ୍ତରରେ ସମ୍ପୂର୍ଣ୍ଣ ସ୍ୱୟଂର ଉତ୍ପତ୍ତି ହୁଏ। ମିଡଙ୍କ ମତରେ ସାଧାରଣ ଅନ୍ୟମାନଙ୍କର ବା ଜେନେରାଲାଇଜ୍ଡ ଅଦର୍ସ ଭୂମିକା ଗ୍ରହଣ କରିବା ସ୍ୱୟଂ ବିକାଶ ପାଇଁ ଆବଶ୍ୟକ ଅଟେ। ଦେନ୍ ଆସୁଛି ଫ୍ରଏଡଙ୍କ ମତବାଦ। ସିଗମଣ୍ଡ ଫ୍ରଏଡ ମନୋବିଜ୍ଞାନର ଜନକ ଭାବେ ପରିଚିତ। ତାଙ୍କ ମତରେ ସ୍ୱୟଂ ଏବଂ ସମାଜ ଅନୁରୂପ ନୁହନ୍ତି। ସାମାଜିକୀକରଣ ପ୍ରକ୍ରିୟାକୁ ବୁଝାଇବା ପାଇଁ ସେ ଇଡ୍, ଇଗୋ ଏବଂ ସୁପରଇଗୋ ପରି 3ଟି ସମ୍ପ୍ରତ୍ୟୟର ବ୍ୟବହାର କରିଛନ୍ତି। ଇଡ୍, ଇଗୋ ଏବଂ ସୁପରଇଗୋ କୁ ସେ ମନର 3ଟି ଅବସ୍ଥା ବା ବ୍ୟବସ୍ଥା ବୋଲି ମତ ଦେଇଛନ୍ତି। ତ ଇଡ୍ ହେଉଛି ଅନିୟନ୍ତ୍ରିତ ବା ଅବଶୀକୃତ ଭାବାବେଗର ଅଙ୍ଗ ଏବଂ ଏହା ସ୍ୱଭାବ ସିଦ୍ଧ କାମନାର ପ୍ରତିନିଧିତ୍ୱ କରିଥାଏ। ଦେନ୍ ଆସୁଛି ଇଗୋ। ଇଗୋ ବିଚାର ଶକ୍ତି ବା ବିବେକ ସହିତ କାର୍ଯ୍ୟ କରିଥାଏ। ସୁପରଇଗୋ ଆଦର୍ଶ ଓ ପ୍ରତିମାନ ସହିତ କାର୍ଯ୍ୟ କରିଥାଏ। ଇଡ୍ ଏବଂ ଇଗୋ ସହିତ ପ୍ରାୟତଃ ବିବାଦ ଦେଖାଯାଏ। ତାହେଲେ ଇଡ୍ ଆଉ ଇଗୋ 2ଟା ମଧ୍ୟରେ ବିବାଦ ଦେଖାଯାଇଥାଏ ଏବଂ ଏହି ବିବାଦରେ ଇଡ୍ ଅବଦମିତ ହୋଇ ରହିଥାଏ, କିନ୍ତୁ ବେଳେବେଳେ ଏହା ସୁପରଇଗୋର ପ୍ରତିରୋଧ କରିଥାଏ। ବେଳେବେଳେ ଏହା ଛଦ୍ମବେଶରେ ପରିପ୍ରକାଶିତ ହୋଇଥାଏ। ସିଗମଣ୍ଡ ଫ୍ରଏଡ ଇଡ୍କୁ ଘୋଡ଼ା ସହ ଏବଂ ଇଗୋକୁ ଘୋଡ଼ାର ଚାଳକ ସହ ତୁଳନା କରିଛନ୍ତି। ଇଗୋର କାମ ହେଉଛି ଘୋଡ଼ା ଚାଳକ, ଯେପରିକି ଘୋଡ଼ାକୁ ନିର୍ଦ୍ଦେଶିତ କରିଥାଏ। ତାହେଲେ ଇଗୋ ହେଉଛି ଚାଳକ ଆଉ ଇଡ୍ ହେଉଛି ଘୋଡ଼ା। ତ ସେହିପରି ଇଡ୍କୁ ନିର୍ଦ୍ଦେଶିତ କରିବା, କିନ୍ତୁ ବେଳେବେଳେ ଏହା ସେଥିରେ ବିଫଳ ହୁଏ। ତ ଆଜି ପାଇଁ ଏତିକି ଥିଲା। ଥ୍ୟାଙ୍କ ୟୁ।